जय जगन्नाथ वेलकम टू माय यूट्यूब चैनल। आज आम तृतीय श्रेणी भाषा महक बहिर पिंपुड़ी विषय को पढ़ा। फास्ट आम ताकू पढ़ा तापरे बुझा। मामुनी देखी पिंपुड़ीटीए पाखकू डाकी ताहाकू कुहे, केड़े छोटिया होइचु तुही बुद्धिरे ताहार सरिके नहीं। मामुनी देखी पिंपुड़ीटीए पाखकू डाकी ताहाकू कहे, केड़े छोटिया होइचु तुही बुद्धिरे तोहर सरिके नहीं। बंधु परिजन साथिरे नेई धाऊ थाऊ तुही आहार पाई, बड़का दरब साइती देऊ झड़ी बरसारे बसिकी खाऊ। बंधु परिजन साथिरे नेई धाऊ थाऊ तुही आहार पाई, बड़का दरब साइती देऊ झड़ी बरसारे बसिकी खाऊ। अलसपणटी ताठारे नाही, बड़ परिश्रमी अटुरे तुही। कला कौशले करुजे घर, जगत कहई तु कारीगर। अलसपणटी तोठारे नाही, बड़ परिश्रमी अटुरे तुही। कला कौशले करुजे घर, जगत कहई तु कारीगर। ଶୃଙ୍ଖଳାର ସହ କାମ ତୁ କରୁ, ଦଳପତି ଆଜ୍ଞା ମଥାରେ ଧରୁ। ଆଜ୍ଞାକାରୀ ପ୍ରାଣୀ ତୋପରି କେହି ସାରା ସଂସାରରେ ଜଣେ ତ ନାହିଁ। ଶୃଙ୍ଖଳାର ସହ କାମ ତୁ କରୁ, ଦଳପତି ଆଜ୍ଞା ମଥାରେ ଧରୁ। ଆଜ୍ଞାକାରୀ ପ୍ରାଣୀ ତୋପରି କେହି ସାରା ସଂସାରରେ ଜଣେ ତ ନାହିଁ। ବେଳହୁଁ ସଜାଗ ଥିଲେରେ ରହି, ବିପଦ ପାଖକୁ ଆସଇ ନାହିଁ। ଟିକି ମୁଣ୍ଡେ ବୁଦ୍ଧି ଅମାପ ତୋର, ଭାବିଲେ ମଥାଟି ଘୂରୋଇ ମୋର। ବେଳହୁଁ ସଜାଗ ଥିଲେରେ ରହି, ବିପଦ ପାଖକୁ ଆସଇ ନାହିଁ। ଟିକି ମୁଣ୍ଡେ ବୁଦ୍ଧି ଅମାପ ତୋର, ଭାବିଲେ ମଥାଟି ଘୂରୋଇ ମୋର। ତାହେଲେ ଆମେ ପଢ଼ିଦେଲେ ତାକୁ ଏବେ ବୁଝିବା, ପୁଙ୍ଖାନୁପୁଙ୍ଖ ଭାବରେ ବୁଝିବା। ଦେଖ, ମାମୁନି ଦେଖି ପିମ୍ପୁଡ଼ିଟିଏ ପାଖକୁ ଡାକି ତାହାକୁ କହେ। ମାମୁନି କ'ଣ କଲା? ପିମ୍ପୁଡ଼ିଟିଏ ଦେଖି ତାକୁ ପାଖକୁ ଡାକି କ'ଣ କହିଲା? କେଡ଼େ ଛୋଟିଆ ହୋଇଛୁ ତୁହି, ବୁଦ୍ଧିରେ ତୋ ସରିକେ ନାହିଁ। ସରି ଅର୍ଥ ହେଲା ସମାନ ହେଲା। ସରି ଅର୍ଥ ଏଠି ମଧ୍ୟ ସମାନ। ତାହେଲେ ମାମୁନି ଦେଖି ମାମୁନି ପିମ୍ପୁଡ଼ିଟିଏ ଦେଖିଲା ଏବଂ ପାଖକୁ ଡାକି ତାହାକୁ କହିଲା, କେଡ଼େ ଛୋଟିଆ ହୋଇଛୁ ତୁହି, ତୁ କେତେ ଛୋଟ ହେଇଛୁ, ବୁଦ୍ଧିରେ ତୋହର ସରିକେ ନାହିଁ। ତୋ ଭଳିଆ ମାନେ ତୋ ସମାନ ବୁଦ୍ଧି କାହାରି ହେଇପାରିବ ନାହିଁ। ବୁଝିଲ ପିଲାମାନେ? ବନ୍ଧୁ ପରିଜନ ସାଥିରେ ନେଇ ଧାଉଁ ଥାଉ ତୁହି ଆହାର ପାଇଁ। ଆମେ କ'ଣ କରନ୍ତି? ଆମ ଯାହା ଖାଦ୍ୟ ଯଦି କେଉଁଠୁ ପାଇଲେ ଆମେ ଏକଲା ଯାଇକି ଖାଇଦିଅନ୍ତି। କିନ୍ତୁ ଦେଖ ପିମ୍ପୁଡ଼ିର କେତେ ବୁଦ୍ଧି। ପିମ୍ପୁଡ଼ି କ'ଣ କରେ? ବନ୍ଧୁ ପରିଜନ, ତାର ସାଙ୍ଗ ସାଥୀ, ବନ୍ଧୁ ପରିଜନ, ତାର ପରିବାର ସମସ୍ତଙ୍କୁ ନେଇ ସେ ଆହାର ପାଇଁ ଯାଏ। ସେ ଏକୁଟିଆ କେତେବେଳେ ଯାଏ ନାହିଁ। ବନ୍ଧୁ ପରିଜନ ସାଥିରେ ନେଇ ଧାଉଁ ଥାଉ ତୁହି ଆହାର ପାଇଁ, ବଳକା ଦରବ ସାଇତି ଦେଉ ଝଡ଼ି ବରସାରେ ବସିକି ଖାଉ। ଯାହା ସେ ଖାଦ୍ୟ ଆହାର ଆଣିଥାଏ ତାହା କ'ଣ କରେ? ସବୁ ଖାଏ। ଆଉ ଯାହା ବଳକା ସେ କ'ଣ କରେ? ଝଡ଼ି ବରସା ପାଇଁ, ବର୍ଷା ଦିନ ପାଇଁ ସାଇତିକି ରଖିଥାଏ। ତାହେଲେ ସେ କ'ଣ କରେ? ବନ୍ଧୁ ପରିଜନ ସାଥିରେ ନେଇ, ତାର ବନ୍ଧୁ ପରିଜନ, ପରିବାର, ସାଙ୍ଗ ସାଥୀ ସମସ୍ତଙ୍କୁ ନେଇ ସେ ଖାଦ୍ୟ ଆହାର ପାଇଁ ଯାଏ ଏବଂ ବଳକା ଦରବ ସାଇତି ଦେଉ ଝଡ଼ି ବରସାରେ ବସିକି ଖାଉ। ଯାହା ଖାଦ୍ୟ ସେ ଖାଇବା କଥା ଖାଏ ଏବଂ ଯାହା ଖାଦ୍ୟ ବଳକା ଥାଏ ସେ କ'ଣ କରେ? ବର୍ଷା ଦିନ ପାଇଁ ସାଇତିକି ରଖିଥାଏ। ଅଳସପଣଟି ତାଠାରେ ନାହିଁ, ବଡ଼ ପରିଶ୍ରମୀ ଅଟୁରେ ତୁହି। ପିମ୍ପୁଡ଼ି ପାଖରେ ଦେଖିବ କେତେବେଳେ ବି ଅଳସପଣ, ସେ ସବୁବେଳେ ଅହରହ ରାତି ଦିନ 24 ଘଣ୍ଟା ତାର ସେ ଆହାର ସଂଗ୍ରହ କରିବାରେ ଲାଗି ପଡ଼ିଥାଏ। କଳା କୌଶଳେ କରୁଜେ ଘର, ଜଗତ କହଇ ତୁ କାରିଗର। ଛୋଟ ପିମ୍ପୁଡ଼ିଟି ହେଲେ ମଧ୍ୟ ତାର ବୁଦ୍ଧି ମାଧ୍ୟମରେ ସେ ଛୋଟ ଘରଟେ କରିକି ରୁହେ। ତା ପାଖରେ ପରିଶ୍ରମ ଗୁଣ ଅଛି ଏବଂ କୌଶଳ କାରିଗର ଗୁଣ ମଧ୍ୟ ଅଛି ହେଲା। ସେ ବାରମ୍ବାର ପରିଶ୍ରମ କରିକି ତାହାର ଆହାରକୁ ସୁନ୍ଦର ଘର, ଏଠିକି ଛୋଟ ଜୀବଟେ ହେଲେ ମଧ୍ୟ ସୁନ୍ଦର ଘର କରିକିନି ସେ ରହିଥାଏ। ଶୃଙ୍ଖଳାର ସହ କାମ ତୁ କରୁ, ଦଳପତି ଆଜ୍ଞା ମଥାରେ ଧରୁ।
କ'ଣ କରେ ସେ ପିମ୍ପୁଡ଼ି ଦେଖିଥିବ ପିଲାମାନେ ପିମ୍ପୁଡ଼ି ମାନେ ଧାଡ଼ି ବାନ୍ଧିକି ଯାଆନ୍ତି। ସେଇଟା ହେଉଛି ତାଙ୍କର ଶୃଙ୍ଖଳା। ପିମ୍ପୁଡ଼ି ଠାରୁ ଆମେ କ'ଣ ଶିଖିବା? ପିମ୍ପୁଡ଼ି ଠାରୁ ଆମେ ଶୃଙ୍ଖଳା ଶିଖିବା। ଯାହା ବି ପରିସ୍ଥିତି ହଉ ସେମାନେ ଧାଡ଼ି ବାନ୍ଧିକି ଯାଆନ୍ତି। କେତେବେଳେ ମାଡ଼ପିଟ ହେଇ କିମ୍ବା କଳିଗୋଳ ହେଇ ଖାଦ୍ୟ ଆହାର ପାଇଁ ଯାଆନ୍ତି ନାହିଁ। ତେଣୁ ସେମାନେ ଶୃଙ୍ଖଳାର ସହିତ କାମକୁ ଯାଆନ୍ତି ଏବଂ ଆହାର ଖୋଜି ଯାଆନ୍ତି ଦଳପତି ଆଜ୍ଞା ମଥାରେ ଧରି। ଆଜ୍ଞାକାରୀ ପ୍ରାଣୀ ତୋପରି କେହି ସାରା ସଂସାରରେ ଜଣେ ତ ନାହିଁ। ତୋ ଭଳିଆ ପ୍ରାଣୀ, ଏ ପିମ୍ପୁଡ଼ି ଭଳିଆ ପ୍ରାଣୀ କେହି ବି ନାହିଁ। ଏମିତି ପିମ୍ପୁଡ଼ି ଯିଏକି ନିଜେ ତ ଆହାର ପାଇଁ ଯିବ ବନ୍ଧୁ ବାନ୍ଧବ ସମସ୍ତଙ୍କୁ ନେଇ ସେ ଭାବେ ମୁଁ ତ ଖୁସିରେ ରହିବି, ଅନ୍ୟମାନଙ୍କୁ ଖୁସି ଦେଇ ମଧ୍ୟ ରହିବି। ସେଇଟା ଭାବେ ମୁଁ ଏକୁଟିଆ ଖାଇଦେବି କି ଏକୁଟିଆ ସୁଖ ରହିବି, ସେ ପିମ୍ପୁଡ଼ି ସେଇଟା ଭାବେନି। ପିମ୍ପୁଡ଼ି ଭାବେ ମୁଁ ଖାଦ୍ୟ ଖାଇବି, ମୁଁ ଭଲ ରହିବି, ମୋର ବନ୍ଧୁ ବାନ୍ଧବ ମୋର ଭାଇ ଭଉଣୀ ସମସ୍ତେ କେମିତି ଭଲ ରହିବେ। ପିମ୍ପୁଡ଼ି ସେଇଟା ଚିନ୍ତା କରେ। ଏବଂ ଅଳସପଣ ତା ପାଖରେ ପିମ୍ପୁଡ଼ି ପାଖରେ ଅଳସପଣ, ସେ ସବୁବେଳେ ରାତି ଦିନ 24 ଘଣ୍ଟା ସବୁବେଳେ ଶୃଙ୍ଖଳାର ସହିତ ଦେଖିଥିବ ଧାଡ଼ି ବାନ୍ଧିକି ପିମ୍ପୁଡ଼ି ଯାଆନ୍ତି। ଶୃଙ୍ଖଳା ସହିତ ସେ ତା'ର ଆହାର ଖୋଜିଯାଏ ଏବଂ କଳା କୌଶଳେ ତା ଘରଟି ସୁନ୍ଦର ଭାବରେ ବୁଦ୍ଧି ଖଟେଇ ସେ ତା'ର ସୁନ୍ଦର ଗାତ ଭଳିଆ ଗୋଟେ ଘରଟେ ସେ କରିଥାଏ। ହେଲା, ଶୃଙ୍ଖଳାର ସହ କାମ କରି ତାକୁ କରେ ଏବଂ ସେଇଭଳିଆ ଶୃଙ୍ଖଳା କାମ ଏ ସଂସାରରେ କେହି ଆଉ କରିପାରିବେ ନାହିଁ। ତା ଭଳିଆ କେହି ହେଇପାରିବେ ନାହିଁ, ତା ସମ କେହି ହେଇପାରିବେ ନାହିଁ। ବେଳହୁଁ ସଜାଗ ଥିଲେରେ ରହି ବିପଦ ପାଖକୁ ଆସଇ ନାହିଁ। ଯଦି ଆମେ ବେଳ ଥାଉ ହେଲା ସଜାଗ ରହିବା, ବିପଦ ନ ଆସୁଣୁ ଆମେ ଯଦି ସଜାଗ ରହିବା, ଯେମିତି ବର୍ଷା ଦିନ ପୂର୍ବରୁ ଯଦି ଆମେ ଘରଟିଏ ଚାଳ ଘରଟିଏ ତା ପୂର୍ବରୁ ଆମେ କ'ଣ କରିବା? ଘରକୁ କ'ଣ କରିବା? ସଜାଡ଼ିବା ଏବଂ ଘରକୁ ସଜାଡ଼ିବା ଏବଂ ତାକୁ ଦେଖିବା କିନ୍ତୁ ବର୍ଷା ଦିନ ପୂର୍ବରୁ ଆମେ ଘରକୁ ସୁନ୍ଦର ଭାବରେ ସଜାଡ଼ି ଦେଇଥିବା, ଯାହାଫଳରେ ବର୍ଷା ହେଲେ ବି ସେ ଘରର କୌଣସି କ୍ଷତି ହେବନି କି ବର୍ଷା ପାଣି ପଡ଼ିବନି। ତେଣୁ ବେଳକୁ ସଜାଗ ଥିଲେ ରହି ବିପଦ ଆପଦ ଆସେ ନାହିଁ। ତୁମେ ସବୁବେଳେ କ'ଣ କରିବ? ବିପଦ ପୂର୍ବରୁ ତୁମେ ସବୁବେଳେ ସଜାଗ ଥିବ। ଖାଦ୍ୟ ସବୁବେଳେ ପରିଶ୍ରମ କରି ଚାଲିବ, ସବୁବେଳେ କାମ କରିବ, ଯେମିତିକି ଭବିଷ୍ୟତରେ ଆମର କୌଣସି ଅଭାବ ରହିବନି, ବିପଦ ରହିବନି, ସେଇଭଳିଆ ସବୁ ଚିନ୍ତା କରିବ। ଟିକି ମୁଣ୍ଡେ ବୁଦ୍ଧି ଅମାପ ତାର, ଭାବିଲେ ମଥାଟି ଘୁରୋଇ ମୋର। ଛୋଟିଆ ମୁଣ୍ଡଟେ ହେଲେ ମଧ୍ୟ, ଗୋଟିଏ ଛୋଟ ମୁଣ୍ଡଟେ ହେଲେ ମଧ୍ୟ ତାର ଅନେକ ବୁଦ୍ଧି ହେଲା। ଏ ଛୋଟିଆ ମୁଣ୍ଡରେ ସେ ବିଶୃଙ୍ଖଳା କାମ କରିଥାଏ। ନିଜେ ଭଲରେ ଆସେ ତ ଅନ୍ୟମାନଙ୍କୁ ମଧ୍ୟ ଭଲ କିନ୍ତୁ ଖୁସିରେ ରହିବେ ସେଇଟା ସେ ଚିନ୍ତା କରିଥାଏ। ଏବଂ ସିଏ କ'ଣ କରିଥାଏ? ସେ ଭବିଷ୍ୟତ ପାଇଁ ଚିନ୍ତା କରିଥାଏ। ସବୁବେଳେ ଆମେ ଭବିଷ୍ୟତ କଥା ଚିନ୍ତା କରିବା, କେବଳ ଯେ ବର୍ତ୍ତମାନ କଥା ଚିନ୍ତା କରିବା ନାହିଁ, ଆମେ ଭବିଷ୍ୟତ କଥା ବି ଚିନ୍ତା କରିବା। ତେଣୁକରି ଯାହା ବି କାମ କରିବା ବର୍ତ୍ତମାନ ସହିତ ଯେମିତି ଭବିଷ୍ୟତରେ ବି ଭଲ ହେଇପାରିବ, ସେଇଭଳିଆ ପିମ୍ପୁଡ଼ି ଭଳିଆ ଆମେ ବି ଆମ ନିଜକୁ ସେଇଭଳିଆ ଗଢ଼ିବା। ବୁଝିଲ ପିଲାମାନେ? ଭିଡ଼ିଓ ଯଦି ତୁମକୁ ଭଲ ଲାଗିଲା ଲାଇକ୍, ସେୟାର, ସବସ୍କ୍ରାଇବ୍। ଥ୍ୟାଙ୍କ ୟୁ।